ଗୁରୁ ମୁଁ ସେଇ ମାନେ ଗୁରୁଙ୍କ ଦୟାରୁ ମୁଁ ଭାବୁଛି ଏବେ କିଛି ଜାଣୁଛି, ନହେଲେ ମା ଯେତେବେଳେ ଥିଲେ ସେତେବେଳେ ମୁଁ ଝିଅ ପିଲାଟା ବାହାସାହା ହେଇନଥିଲି, ସେ ଖାଲି କହିବେ ତମେ ଗୁରୁ ନାମ ଜପ, ତମେ ସଂସାର କରିବ, ହଇରାଣ ହେଇଯିବ। ତମେ ତାହେଲେ ତ ଗୁରୁ ସଦ୍ଗୁରୁ ନୁହେଁ। ସଂସାର କରିବ ମୁକ୍ତି ମାର୍ଗ କାହିଁ ଦେବେନି? ସଂସାର ଆଉ କଣ ମୁକ୍ତି ମାର୍ଗ ଟା ଖାଲି କଣ ସନ୍ନ୍ୟାସୀ ମାନଙ୍କ ପାଇଁ, ସଂସାରୀ ମାନଙ୍କ ପାଇଁ ନୁହଁ? ସିଏ ବାବା ଗୁରୁ ଯିଏ ନା ସିଏ ବାଲ୍ୟ ବିଧବା ଥିଲେ, ସିଏ ବହୁତ ଉପରେ। ସିଏ ବାଲ୍ୟ ସବୁ ଉପରେ ହଉ ତଳେ ହଉ ବାଲ୍ୟ ବିଧବା ଥିଲେ ବୁଝୁବା। ହଁ ଆଉ ସେ ସଂସାର ଲୋକ। ହଁ ସଂସାରୀ ଲୋକ, କିନ୍ତୁ ସେ ଛୋଟ ବେଳୁ ବିଧବା ହେଇଥିଲେ, ସ୍ଵାମୀ କଣ ସେ ଜାଣିନାହାନ୍ତି। ମୁଁ ବୁଝୁ ଯାହା ହେଲେ ବି ସେଟା ସେ ସଂସାର ନା ଆଉ। ଆଜ୍ଞା ସଂସାର କରୁଛନ୍ତି ମାନେ ସଂସାରୀ। ଆଉ ଗୋଟେ କଥା ଶୁଣ, ଇଏ ଜଣେ ସଦ୍ଗୁରୁ ସେ ଆଜ୍ଞା। ଜଣକୁ ଗୋଟେ ଲୋକ କାହିଁ କହିବେ ତମେ ସଂସାର କର କି ନ କର? ସଦ୍ଗୁରୁ ନା କେବେ ହେଲେ କାହାକୁ ସିଏ ଖାଲି କହନ୍ତି ତମେ ଟିକେ ଯୋଉ ପଇସାରେ ଶୁଣୁ ମା, ସଦ୍ଗୁରୁ କେବେ କାହାକୁ ଭୋଗ ମାର୍ଗରେ ଭ୍ରମାନ୍ତି ନାହିଁ କି ଆଜ୍ଞା କୁହନ୍ତି ନାହିଁ ଯେ ତମେ ସଦ୍ଗୁରୁ ସଂସାର ଛାଡି ଦେଇକି ଆସି ମୋ ପାଖକୁ ପଳେଇ ଆସ, କିମ୍ବା ତମେ ଯାଇକି ସଂସାର କର, ଏଇ କଥା ସଦ୍ଗୁରୁ କହିବେନି କାହାକୁ। ଆଜ୍ଞା ଗୋଟେ ଆଜ୍ଞା କଥା ହଉଛି ଆମର ଯଦି ଭାଗ୍ୟରେ ଥିବ, ବୁଝିଲ କି, ଆଜ୍ଞା ଆମେ ଆଜ୍ଞା ଯାହା ଚାହିଁବା ସେଇଟା ହେଇପାରିବ ହେଲା। ଆଜ୍ଞା ସଦ୍ଗୁରୁଙ୍କର କୌଣସି କାମନା ନାହିଁ ଆମ ପ୍ରତି। ଆଜ୍ଞା ସଦ୍ଗୁରୁ କାହାକୁ କିଛି କୁହନ୍ତିନି ତମେ ସଂସାର କର ବା ନ କର, ସନ୍ନ୍ୟାସୀ ହୁଅ ବା ସଂସାରୀ କର। ସିଏ କିନ୍ତୁ ଗୋଟିଏ କଥା ଜାଣନ୍ତି ଯେ ଯିଏ ମତେ ଭକ୍ତି କଲା, ଆଜ୍ଞା ଯିଏ ଆମ ମାନେ ଆମକୁ ପ୍ରୀତି କଲା, ସ୍ନେହ କଲା, ଆମେ ତାକୁ ହିଁ କେବଳ ମାନେ ଶିକ୍ଷା ଦେମୁ, ଦୀକ୍ଷା ଦେମୁ, ପାୱାର ଦେମୁ, ସବୁ କରିବୁ। ଯିଏ ଆଜ୍ଞା ଭକ୍ତି ନ କଲା ତାକୁ ଦେଇ ହବନି। ସେଥିପାଇଁ ମୁଁ ଆଉ ଗୋଟେ କଥା ମା କହୁଛି ଶୁଣୁ, ମୋର ଗୋଟେ ଛୋଟିଆ କଥା ମଧ୍ୟ ଲେଖିଥିଲି। ଆଜ୍ଞା ଚଣ୍ଡାଳ ହୋଇଣ ଯେବେ ହୁଅଇ ଆଚାରି, ଦୂରରୁ ଦେଖିଲେ ତାକୁ ନିଏ ମୁଁ ଆଦରି। ବ୍ରାହ୍ମଣ ହୋଇଣ ଯେବେ ଅନାଚାରୀ ହୁଏ, ଆତ୍ମାର ବୈରୀ ମଣି ଦୁରୁ ତଡ଼ି ଦିଏ। ଅର୍ଥାତ୍ ଯିଏ ଚଣ୍ଡାଳ ହୁଅନ୍ତୁ, ବ୍ରାହ୍ମଣ ହୁଅନ୍ତୁ, ସନ୍ନ୍ୟାସୀ ହୁଅନ୍ତୁ, ସଂସାରୀ ହୁଅନ୍ତୁ, ସଦ୍ଗୁରୁ କହନ୍ତି ଯିଏ ଠିକ ଆଚାର ମାର୍ଗରେ ରହିଲା, ଯିଏ ଭକ୍ତି ମାର୍ଗରେ ରହିଲା, ମୁଁ ତାକୁ ମମତା ଦେମି, ସ୍ନେହ କରିବି। ତେଣୁ ସିଏ ଯୋଉ ମାର୍ଗରେ ଥାଉ, ଯୋଉଠି ଥାଉ, ଯିଏ ମମତା, ଯିଏ ଭକ୍ତି ନ କଲା, ସିଏ ହଉଛି ସଦ୍ଗୁରୁଙ୍କ ଠାରୁ ବହୁତ ଦୂରରେ। ଏ ଗୋଟେ କଥା ଖାଲି। ତେଣୁ ଆଜ୍ଞା ଗୋଟେ କଥା ହଉଛି, ଯଦି ତୁ ସଦ୍ଗୁରୁ ତତେ ପବନ ସୂତ୍ର ଦେଇଛନ୍ତି ନା, ଆଜ୍ଞା ଆଜ୍ଞା ଯଦି ପବନ ସୂତ୍ର ଦେଇଛନ୍ତି, ସେ ପବନ ସୂତ୍ରରେ ତୁ କାମ କର, ସେଇଥିରେ ସବୁ ପାଇଯିବୁ ହେଲା। ସେ ଏତ ଅନୁଭବ ବି ମୁଁ କରୁଛି। ମୁଁ ଏବେ ଭାବୁଛି କଣ ସେ ଗୁରୁଙ୍କ ଦୟା ଅଛି ବୋଲି ମୁଁ ଆପଣଙ୍କ ଏପିସୋଡ ଦେଖିଲି କି କଣ କଲି, ନହେଲେ ମୁଁ ହଁ କାହିଁକି ଜାଣିଥାନ୍ତି। ହଁ ସିଏ ବି ଠିକ। ତେଣୁ ଆଉ ଗୋଟେ କଥା ହଉଛି ଆପଣ ଯୋଉ ମାନେ ବି ବହୁତ ଥର ଇଚ୍ଛା କଲେଣି ଯିବା ପାଇଁ, ଯିବୁ, ଇଏ ବି ମୋ ସ୍ଵାମୀ ଯିଏ ସିଏ ବି ଗୋଟେ ମାର୍ଗର, ସିଏ ବି ଇଚ୍ଛା କରୁଛନ୍ତି, କହିଲେ ଆମେ ଟିକେ ଯିବା। ଆଉ ମୁଁ ବି ବହୁତ ଥର ଇଚ୍ଛା କଲିଣି। ମୁଁ ଆଜି ଦେଖିଲି, ମୁଁ କହିଲି ସେ ଆପଣଙ୍କ ଏଇ ଏପିସୋଡ ଦେଖିକି ମୁଁ କିଛି ଜାଣୁଛି, ନହେଲେ ମୁଁ କିଛି ହିଁ ଜାଣିନଥିଲି। ଆଉ ସେତେବେଳେ ବି ଗୁରୁଙ୍କର ବି ଦୋଷ ନାହିଁ, କାହିଁକି ନା ଗୁରୁ ଦୋଷ ତ ଧରିବା ପାପ। ଗୁରୁଙ୍କର କଣ ଦୋଷ ଥାଏ? ଆଉ ମେନ୍ ମୁଁ ସେତେବେଳେ ପିଲା ଲୋକ, ମୁଁ କେବଳ ଗୁରୁ ନାମ ପାଇ ଯାଇଥିଲି। ମୁଁ ଭାବୁଥିଲି ତ ମୁଁ ସବୁ ପାଇଯାଇଛି ଆଉ କିଛି ଜାଣିନି ଆଉ। ତାପରେ ମୁଁ ଆକ୍ଚୁଆଲି ମୁଁ ଅଜ୍ଞାନ ଅନ୍ଧ ଥିଲି। ଆଉ କିନ୍ତୁ ମୁଁ ବସି ପାରେନି ବେଶୀ ମା ପାଖରେ। ମୁଁ ଯଦି ବସିଥାନ୍ତି, ମୁଁ ଭାବୁଛି ବହୁତ କଥା ସିଏ କହିଥାନ୍ତି, ସିଏ ଇଚ୍ଛା ଜାଣିଥାନ୍ତି। କରନ୍ତି। ଆଉ ଆମେ ହିଁ ବସି ପାରୁନା, କାରଣ ଆମେ ସେତେବେଳେ ପିଲା ଲୋକ, ଆମର ମନ ଭ୍ରମ ଥାଏ। ହଁ ତାଙ୍କର ମନ ଆଉ ସିଏ ସେଇଭଳିଆ, ସିଏ ଡାକନ୍ତି ତମେ ଆସ ବହି ପଢ। ଆଉ ଗୋଟେ ଯୋଗ ତତ୍ତ୍ୱ ନିଧି ଏଇ ଆପଣଙ୍କର ଭଦ୍ରକରେ ଲେଖା କି କଣ, ସେଇ ବହିରେ ବହୁତ ଏଇ ପବନ ସୂତ୍ର ଥିଲା। ସେ ଆମକୁ କହିବେ ତମେ ବହି ପଢ, ଆମେ ବହି ପଢୁ, ମା ବୁଝେଇ ଦିଅନ୍ତି। ଆଉ ପୁରା ସିଏ ଆପଣ ଯେମିତି କହନ୍ତି, ଯୋଉ ସଂସାରୀ ମାନେ ଆପଣ ଯୋଉ ମାନେ ପିଙ୍ଗଳାରେ ସାଧନା କରିବ, ସେ ମା ଆମକୁ ସେଇ ସୂତ୍ର ହିଁ ଦେଇଥିଲେ କି ତମେ ଯେତେବେଳେ ସାଧନା କରିବ, ତମେ କେବେ ଇଡା ନାଡିରେ ସାଧନା କରିବନି, ପିଙ୍ଗଳାରେ ହିଁ ସାଧନା କରିବ, ସବୁବେଳେ ସେ ମା କହନ୍ତି। ଆଉ ସେ ଗୋଟେ ସୂତ୍ର କେବଳ ଦେଇଥିଲେ, ମାନେ ପବନ ଉଠେଇବା ସୂତ୍ର। ଆଉ ସେଇ ଦିନରୁ ମୁଁ ଯେତେବେଳେ ବି ବିପଦରେ ପଡେ, ଯାହା କରେ, ମୁଁ ଯେତେବେଳେ ମା କୁ ସ୍ମରଣ କରେ, ସବୁ ମୋର ମାନେ ବିପଦ ଟଳିଯାଏ। ଅସୁବିଧା କିଛି ହେଇନି। ମତେ ଆପଣଙ୍କ ଏପିସୋଡ ଟା ଭଲ ଲାଗେ। ଆମ ମାଙ୍କର ଯୋଉ ଟାଇପ ର କହନ୍ତି ସିଏ, ଆପଣଙ୍କର ସେଇ ଟାଇପ ର କଥା, ମୁଁ ତ ସେଇଥିପାଇଁ ମତେ ଆରମ୍ଭ ବେଶୀ ଭଲ କରିନି, ଲାଗେ। ମୁଁ ଗୋଟେ ଏପିସୋଡରେ ମୁଁ ଜିନିଷ ଆରମ୍ଭ କରିନି।
ଆହୁରି ଜିନିଷ ଆଜ୍ଞା। ମୁଁ ଖୋଲିକି ସବୁ ଆରମ୍ଭ କରିବି ବୋଲି ଭାବୁଛି, ଟିକେ ସମୟ ମିଳୁନି। ଇଏ ମତେ କହିଲେ ଆଉ ସିଏ ବାବା କଣ କହିବେ, ଆମେ ତ ଅଲଗା ଆଡେ ଗୁରୁ କରୁଛନ୍ତି। ମୁଁ କହିଲି ସିଏ ସେ କଥା କହନ୍ତିନି, କହିବେ ତମେ ଯୋଉଠି ଗୁରୁ କରୁଛ କର, କିନ୍ତୁ ତମେ ଜାଣିବାକୁ ଚାହୁଁଛ ମାନେ ମୁଁ କହିବି। ନା ନା ମୋଟେ ମୁଁ ସେଗୁଡା କାହିଁକି ଭାବିନି, ତ ସ୍ୱାମୀକୁ ବୁଝେଇଦେବ କହୁ ସେ ବାବାଙ୍କୁ ଫୋନ କରିଥିଲି। ସେ ବାବା କହିଲେ ନା ନା ଆମର ସେସବୁ କଥା କିଛି ନୁହେଁ, ତମେ ଆସ, ମୁଁ ତମେ ଖାଲି ଟିକେ ଭଲ ପାଇଲେ ମୁଁ ତମକୁ ଭଲ ପାଇଲି ଯେ ଆମର ସେଇଥିରେ ପ୍ରୀତିର ଆଦାନ ପ୍ରଦାନ। ତମେ ଯୋଉ କଥା ନ ଜାଣିଛ ଯଦି କିଛି ବେତାଳ ଅଛି, ମୁଁ ଯଦି ଜାଣିଥିବି ମୁଁ ନିଶ୍ଚୟ ତମକୁ ସଜାଡ଼ିବି, ସେଥିରେ ଅସୁବିଧା ମୋର ସେ ଭେଦ ଦୃଷ୍ଟି ନାହିଁ। ସେଦିନ ତ ମୁଁ ଆପଣଙ୍କୁ ସୁଷୁମ୍ନା ନାଡି ବିଷୟରେ ପଚାରିଥିଲି, ଆପଣ କହିଥିଲେ ମୁଁ ଗଲେ ହଉଛି କହିବେ ବୋଲି। ଆଚ୍ଛା, ଆପଣ କହିଲେ ଯେ ସେଦିନ ମୁଁ ଶୁଣିଲି ମୁକ୍ତିଟା ହୁଏ, ମନର ମୁକ୍ତି ହୁଏ। ଆଚ୍ଛା, ଶରୀରଟା ତ ଆମେ ପଞ୍ଚଭୂତରେ ଯୋଉ ଗଢା ଶରୀର ତ ହଉଛି ଭସ୍ମ ହେଇଗଲା ମାନେ ମୃତ୍ୟୁ ପରେ। ତାହେଲେ ସେଇ ଯୋଉ ଭିତରେ ଯୋଉ ଆତ୍ମା ଥାଆନ୍ତି, ସେ ଆତ୍ମା କୋଉଠିକି ଯାଆନ୍ତି? ଆଉ ସେ ଯୋଉ ମନ ଯୋଉ ମୁକ୍ତି ହେଇଯାଏ କୁହନ୍ତି, ମନର ଯୋଉ ମୁକ୍ତି ଯେତେବେଳେ ମୁକ୍ତି ହୁଏ, ମନର ମୁକ୍ତି ହୁଏ ବୋଲି କହିଲେ, ସେଇ ମନଟା ମୁକ୍ତି ହେଇକି କେଠିକି ଯାଏ? ଆଉ ସେଇ ମନ ଯଦି ମୁକ୍ତି ହେଇଯାଏ, ମନ ଏତେ ବିଭ୍ରାଟ କରେ କାହିଁକି ମଣିଷକୁ? ଏଇଆ ତ, ସେଇ ମନଟାକୁ ସ୍ଥିର କେମିତି କରାଯାଇ ପାରିବ? ମନଟା ଯେତେବେଳେ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମରେ ଯେତେବେଳେ ବିଷୟରେ ମାତେ, ସେତେବେଳେ ସିଏ କଣ ନା ଚଞ୍ଚଳ ହେଇ ଉଠେ। ସେ ବିଷୟରୁ ଯେତେବେଳେ ସେ ନିବୃତ୍ତ ହେଇଯିବ, ସେ ଅଟୋମେଟିକ ସ୍ଥିର ହେଇଯିବ। ମନ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ରେ ଦ୍ଵାରା ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଗୁଡାକ ସବୁ ସେ କଣ କରେ ନା ଗ୍ରହଣ କରିକିରି ମନ ନ କରେ, ସେତେବେଳେ କଣ ହୁଏ ନା ସିଏ ଚଞ୍ଚଳ ହେଇ ଉଠେ। କିନ୍ତୁ ସେଇ ମନଟା ଯଦି ତାକୁ ଛାଡିକି ସଦ୍ଗୁରୁ ନାମକୁ ମନ ନ କରେ, ତାହେଲେ ସେ ଯୋଉ ବିଷୟ ଗୁଡାକରୁ ଇନ୍ଦ୍ରିୟ ବିଷୟ ଏମାନଙ୍କ ଠାରୁ ସେ ଦୂରେଇ ଆସିକିରି ସେ ଏକାଗ୍ର ହେଇ ଉଠେ। ହେଲା ଏକା କଥା। ଆଚ୍ଛା, ଆତ୍ମା ଯୋଉ କହୁଛୁ, ଆତ୍ମା କଣ? ଆତ୍ମା ହଉଛି ଚେତନା, ବୁଝିଲ କି? ଚେତନା ଟା କଣ? ଚେତନାଟାକୁ କେମିତି ଜାଗ୍ରତ କରି ହବ? ଆଗେ ଚେତନା ଟା କଣ ବୁଝୁ। ଗୋଟେ କଥା ହଉଛି ଯେ ମନ ଆଉ ଚେତନା ଭିତରେ ପାର୍ଥକ୍ୟ କଣ? ହେଲା, ତୁ ମାନେ ଦେଖେ ଯେ ତୁ ଗୋଟେ ଜିନିଷ ଧରିକିରି, ବର୍ଷା ଦିନ ହଉଛି, ଛତା କି କଣ ଗୋଟେ ଧରିକିରି ଯାଇଛୁ ଗୋଟେ ଜାଗାକୁ, ହେଲା। ସେଠି କଥାବାର୍ତ୍ତା କରୁ କରୁ ବର୍ଷା ଛାଡିଗଲା, ତୁ ହଠାତ୍ ଉଠିକି ପଳେଇ ଆସିଲୁ। ପଳେଇ ଆସିଲା ପରେ ବାଟରେ କହୁଛୁ, ହେ କଣ ଗୋଟେ ଛାଡି ଦେଇ ଆସିଲି, କଣ ଗୋଟେ ଛାଡି ଆସିଲି। କେତେବେଳେ ମନେ ପଡିଲା ବେଳକୁ ତୋର ମୁଁ ଛତାଟା ତ ଛାଡି ଦେଇ ଆସିଲି। ଆଉ ହଉଛି ନା ନାଇଁ? ତେଣୁ ଏଇଟା ହଉଛି କଣ ନା, ମନ କଣ କରେ ନା ଚେତନା, ମନ ଚେତନା ଗୋଟିଏ ଜିନିଷ, ହେଲା। ମନର ସୂକ୍ଷ୍ମ ଅବସ୍ଥାଟାକୁ ଚେତନା ବୋଲିକି କୁହାଯାଏ। ମନର ସୂକ୍ଷ୍ମ ଅବସ୍ଥାଟା ଚେତନା। ମନ ଯେତେବେଳେ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏଇ ମାନଙ୍କ ଦ୍ଵାରା ଗୃହୀତ, ଯୋଉ କାନରେ ଶବ୍ଦ ଶୁଣୁଛି, ଆଖିରେ ରୂପ ଦେଖୁଛି, ଚର୍ମରେ ସ୍ପର୍ଶ ଅନୁଭବ କରୁଛି, ନାସାରେ ଗନ୍ଧ ଅନୁଭବ କରୁଛି, ଜିହ୍ବାରେ ସ୍ୱାଦ ଅନୁଭବ କରୁଛି, ଏଇ ଅନୁଭବ ଗୁଡିକ ମନ କରିବା ଦ୍ଵାରା ସେ ଚଞ୍ଚଳ ହଉଛି। ଏଇ ଅନୁଭବରୁ ଯେତେବେଳେ ସେ ନିବୃତ୍ତ ହେଇକି ଦୂରେଇ ଯାଇକିରି, ବୁଝିଲ କି, ଗୁରୁ ନାମରେ ଯେତେବେଳେ ଗୁରୁ ନାମକୁ ଅହରହ ଅନୁଭବ କରିବ, ମନ ନ କରିବ, ସେତେବେଳେ ଯାଇକି ସିଏ କଣ କରିବ ନା ଚେତନାମୁଖୀ ହେଇଯିବ, ହେଲା। ମନ ନ କରୁ କରୁ ମନ ଯେତେବେଳେ ଟୋଟାଲ ନାଶ ହେଇଯିବ, ସ୍ଥିର ହେଇଯିବ, ସେତେବେଳେ ଚେତନା ବଳେ ବଳେ ପ୍ରତିଫଳିତ ହେଇଯିବ। ମୁଁ ଗୋଟେ ଉଦାହରଣ ଦଉଛି ଶୁଣୁ, ଯେ ଗୋଟିଏ ପୋଖରୀରେ ଗୋଟେ ଜଳ ଅଛି, ହେଲା। ସେ ଜଳରେ ଅହରହ ଲହଡା ମାରୁଛି। ତୁ ଯେତେବେଳେ ଯିବୁ, ତୁ ପ୍ରତିବିମ୍ବ ଟା କଣ ଦେଖାଯିବ? ଲହଡା ମାରୁଛି ନା। ତେଣୁ ଯେତେବେଳେ ସେ ଲହଡା ଟା ସ୍ଥିର ହେଇଯିବ, ଦେଖିବୁ ତୋ ପ୍ରତିବିମ୍ବ ଟା ବଳେ ବଳେ ଦେଖାଯିବ। ଠିକ ସେଇପରି ତୋ ଚିତ୍ତ ରୂପକ ପୋଖରୀରେ, ତୋ ହୃଦୟ ରୂପକ ପୋଖରୀ, ହୃଦୟ ସରସିରେ ମନ ହଉଛି, ତାର ହଉଛି ଲହଡା। ମନ ଲହଡା ମାରୁଛି। ମନ ଯେତେବେଳେ ସ୍ଥିର ହେଇଯିବ, ସେ ଆତ୍ମା ପ୍ରତିବିମ୍ବ ଅଟୋମେଟିକ ସେଠି ଫୁଟି ଉଠିବ, ହେଲା କି। ଆତ୍ମା କିଏ ସେ? ନା ଆତ୍ମା ପ୍ରଥମେ ହଉଛି କଣ ନା ଗୋଟେ ସୂକ୍ଷ୍ମ ଶରୀର। ତୋ ଦେହ ଯେମିତିକା, ତୋର ଛାଇଟା ସେମିତିକା ନା ନାଇଁ? ତୋ ଦେହ ଯେମିତିକା, ତୋ ଛାଇଟା ସେମିତିକା। ଠିକ ସେମିତିକା ତୋ ଦେହ ଯେମିତିକା, ସୂକ୍ଷ୍ମ ଶରୀରଟା ମଧ୍ୟ ଛାଇ ଭଳିଆ।
ସିଏ କଣ କରେ ନା ତୋ ତ୍ରିକୁଟରେ ସିଏ କଣ କରେ ନା ସୂକ୍ଷ୍ମ ରୂପରେ ଅଛନ୍ତି ହେଲା। ଯଦି ସୂକ୍ଷ୍ମ ରୂପରେ ଅଛନ୍ତି ତ ତ୍ରିକୁଟ ଦୁଇ ଆଜ୍ଞା ଚକ୍ରଟା ଯୋଉଠି ସ୍ତ୍ରୀ ଲୋକମାନେ ସିନ୍ଦୁର ପିନ୍ଧନ୍ତି ହଁ ଆଜ୍ଞା ଚକ୍ର ଦୁଇ ଭୁଲତାର ମଧ୍ୟ ସ୍ଥଳ ସେ ଜାଗାରେ କଣ ହୁଏ ନା ସେଠି ମନଟା ଅହରହ ଏଇ ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ନେଇକି ସେ ଜାଗାରେ ଲହଡା ମାରୁଛି ନା ସେ ଲହଡାଟା ଯେତେବେଳେ ବନ୍ଦ ହେଇଯିବ ସେତେବେଳେ ସେ ସୂକ୍ଷ୍ମ ରୂପର ଅନୁଭବ ତମକୁ ଆସିବ ହେଲା। ସେଇ ସୂକ୍ଷ୍ମ ରୂପଟା ହଉଛି କଣ ନା ଯେତେବେଳେ ମଣିଷ ଦେହ ତ୍ୟାଗ କରେ ସେଇ ସୂକ୍ଷ୍ମ ଶରୀରଟା ଶୂନ୍ୟରେ ଥାଏ ତ ଲଲାଟରେ ଶୂନ୍ୟରେ ଥାଏ। ଯେତେବେଳେ ତ ଶରୀରଟା ତ୍ୟାଗ ହେଇଯାଏ ଶରୀର ଯେତେବେଳେ ନଷ୍ଟ ହେଇଯାଏ ସେତେବେଳେ ନା ସେଇ ସୂକ୍ଷ୍ମ ଶରୀରଟା ତ ଶରୀରରୁ ବାହାରିକି ପଳାଏ ଯାଇକିରି କଣ ହୁଏ ନା ସିଏ ଗଲା ପରେ ସେ ବାୟୁମଣ୍ଡଳରେ କର୍ମ ନେଇକି ଘୁରି ବୁଲେ। ଯଦି ତମେ ନିଚ କର୍ମ କରିଥିବ ପିତୃମଣ୍ଡଳରେ ଘୁରି ବୁଲିକି ପୁଣି ପ୍ରେତ ଜନିରେ ଜନ୍ମ ହବ। ଉଚ୍ଚ କର୍ମ କରିଥିଲେ ଦେବ ଜନିରେ ଜନ୍ମ ଗ୍ରହଣ କରିବ। ବ୍ରହ୍ମ କର୍ମ କରିଥିଲେ ତମର ଜନ୍ମ ମୃତ୍ୟୁ ଚକ୍ରରୁ ଉପରକୁ ଯାଇକିରି ତମେ ମାନେ ଶୂନ୍ୟ ମଣ୍ଡଳରେ ସ୍ଥାନ ପାଇବ ଋଷି ମଣ୍ଡଳରେ ତମେ ସ୍ଥାନ ପାଇବ ହେଲା। ମୁଁ ଏଇଠି ଆଉ ଟିକେ ଗୋଟେ ପଚାରେ ବାବା ହଁ ଯେ ସିଏ ତ ଆତ୍ମା ମୁଁ ଜାଣିଥିଲି ଆତ୍ମାର ତାକୁ ପାପ ଲାଗେନି କି ପୁଣ୍ୟ ଲାଗେନି ସିଏ ଅବିନାଶୀ ହଁ ବୋଲି ମୁଁ ଯେତିକି ଶୁଣିଛି ମୁଁ ଯୋଉଟା ଜାଣିଛି ସେତିକି ପଚାରୁଛି ତାହେଲେ ଆତ୍ମା ସେଇ ଯୋଉ ସୂକ୍ଷ୍ମ ଶରୀରଟା କହୁଛନ୍ତି ସେଇଟା ଯୋଉ ଯାଉଛି ବାହାରିକି ଆପଣ କହିଲେ ପ୍ରେତ ଜନିରେ କି କୋଉଠି ପଶିବ ତାର ତ ପାପ ପୁଣ୍ୟରେ କିଛି ଲଗା ବଗା ନଥାଏ ନା କିଛି ନାହିଁ ତାର କୌଣସି ଶରୀର ସହିତ ସମ୍ପର୍କ ନାହିଁ କିନ୍ତୁ କଣ ହୁଏ ନା ସିଏ ଯେତେବେଳେ ଯାଏ ତମ ଦେହ ଜୀବନ କାଳ ଯୋଉ ଗୁଡାକ ସବୁ କର୍ମ କରିଥିବ ସେ କର୍ମର ପ୍ରତିବିମ୍ବ ଗୁଡାକ ନେଇକି ଯାଏ। ଆଜ୍ଞା ନେଇଗଲା ପରେ ତମେ ସେଇ କର୍ମର ସଂସ୍କାରକୁ ନେଇକିରି ସେ କଣ କରେ ନା ଭିନ୍ନ ଭିନ୍ନ ଯୋନିରେ ସେ ଜନ୍ମ ଗ୍ରହଣ କରେ। ଆଚ୍ଛା 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 ଯେତେବେଳେ ତେଣୁ ସିଏ କଣ କରେ ନା ସେ କର୍ମ ସଂସ୍କାରକୁ ନେଇକି କେବଳ ଜଣିଏ ଯାଏ ନା ସେ ହେଉଛି ସଦ୍ଗୁରୁ। ତାଙ୍କର ସଂସ୍କାର ଖଣ୍ଡନ ହେଇଥାଏ କିନ୍ତୁ ଆମ ମାନଙ୍କର ସଂସ୍କାର ଖଣ୍ଡନ ହେଇପାରେ ନା ତେଣୁ ଆମେ ସଂସ୍କାର ନେଇକି ଯାଇକି ଜନ୍ମଗ୍ରହଣ କରନ୍ତି। ଆଉ ଯଦି ଆମେ ଏଇ ଜନ୍ମରେ ଆମର ସଂସ୍କାର ସୁଖ ଦୁଃଖ ଭଲ ମନ୍ଦ ଯେତିକି କର୍ମ କରୁଛନ୍ତି ସେ କର୍ମ ବୀଜକୁ ଯଦି ଆମେ ପୁରା ଖଣ୍ଡନ କରିଦେଇ ପାରିବା ସଦ୍ଗୁରୁ ନାମ ସ୍ମରଣ କରିକରି ତାହେଲେ ଆମେ ମଧ୍ୟ ବିଶୁଦ୍ଧ ଆତ୍ମା ହେଇକି ଆମେ ମଧ୍ୟ ମହାଶୂନ୍ୟରେ ମିଶି ଯାଇ ପାରିବା। ଆଉ ଯଦି ଖଣ୍ଡନ ନହବ ଆମେ ସେମିତି ପୁଣି ଆସିକି ଜନ୍ମ ମୃତ୍ୟୁ ଚକ୍ରରେ ଜନ୍ମ ହଉଥିବା ମରୁଥିବା ଜନ୍ମ ହଉଥିବା ମରୁଥିବା କେତେବେଳେ କୁକୁର ହବା କେତେବେଳେ ବିରାଡି ହବା କେତେବେଳେ ହାତୀ ହବା କେତେବେଳେ ମଣିଷ ହବା ଠିକ ଠିକଣା ନାହିଁ। 84 ଲକ୍ଷ ଯୋନି ଏମିତି ଆମେ ଭ୍ରମଣ କରୁଥିବା। ସେଇ ଯୋଉ ସୂକ୍ଷ୍ମ ଶରୀରର ଯିବ ଯଦି ଖରାପ କର୍ମ ଆମେ କରିଥିବା ଆମ ଭିତରେ ପଶିଲା ତାହେଲେ ଆମେ ଯଦି ଖରାପ କର୍ମ କରୁଥିବା ସିଏ ତାହେଲେ କୁକୁର ବି ହବ ବିଲେଇ ବି ହବ କିଛି ବି ମଣିଷ ବି ହବ ପୁଣ୍ୟାତ୍ମା ବି ହବ। ହଁ ନିଶ୍ଚିନ୍ତ ସେଇ କର୍ମ ନେଇକିରି ସେ ଜନ୍ମ ଗ୍ରହଣ କରିବ। ଆଉ ତାହେଲେ ସେଇ ଯୋଉ ଆଜ୍ଞା ଚକ୍ରଟାକୁ ଆମେ କେମିତି ଜାଗ୍ରତ କରିପାରିବା ଆଉ ନାଇଁ ମନଟାକୁ ଆଜ୍ଞା ଆଗ ଚକ୍ର ଜାଗ୍ରତ କରିହବନି ହଠାତ ତମେ ପ୍ରଥମେ ଆଗେ ସଦ୍ଗୁରୁଙ୍କ ଚରଣାଶ୍ରିତ ହେଇ ତମେ ଆଗେ ମନକୁ ସ୍ଥିର କର। ଆଜ୍ଞା ଚକ୍ର ପର୍ଯ୍ୟନ୍ତ ସେଇ କେମିତି ମନଟା ପଳଉଛ ସ୍ଥିର ହଠାତ ଆଗେ ମନଟା ସ୍ଥିର ହଉ। ସେଇଟାକୁ ଟିକେ ଉପାୟଟା ବତାନ୍ତୁ। ସେଇ ଉପାୟଟା ତ ଗୁରୁ କଲେ ବତେଇବେ ନା ମୁଁ କଣ କହିବି ସେଇ ଉପାୟଟା ଗୁରୁ କହିଦେବେ। ସେଇଟା ତ ମୁଖ୍ୟ କଥା ଆଗ। ସେଟା ଗୁରୁ କରିବାରେ ତମର ଅସୁବିଧା କଣ? ଗୁରୁ କରିବାରେ କଣ ପଇସା ପଡୁଛି କି? ନା ତମେ ଗୁରୁ କରିବା ପାଇଁ ଏତେ କୁଣ୍ଠାବୋଧ କାହିଁକି? ଗୁରୁ କଲେ ତମେ ସେଇ ଜିନିଷଟା ପାଇବ ତେଣୁ ଗୁରୁ କର। ଗୁରୁ କରିକି ତମେ ଗୁରୁ ଯୋଉ କର୍ମ କଲେ ସେ କର୍ମ ଧରିକି କର ଏତେ କଥା ବୁଝେଇଦେଲେ ତାପରେ କର୍ମ କରିବୁ ଧୀରେ ଧୀରେ ସେ ବାଟରେ ଚାଲିବୁ ସବୁ କାମ ହବ। ତାହେଲେ ମୁଁ ଆପଣଙ୍କ ପାଖକୁ ଯିବା ପର୍ଯ୍ୟନ୍ତ ମତେ କୁହନ୍ତୁ ମୁଁ କଣ କରିବି? ନାଇଁ ମୁଁ ଫୋନରେ ତତେ କଣ କହିବି? ଫୋନରେ କିଛି କହିହବନି। ସେଗୁଡା ଏତେ ସବୁ ତରତର କାହିଁକି କହିପାରିବି। ହଉଛୁ ମନକୁ ଆଉ ସ୍ଥିର କର। ତାହେଲେ କୁହନ୍ତୁ ଟିକେ ଆଚ୍ଛା ଆମର ଏଇ ଯୋଉ ଶରୀରଟା ଆପଣ ମାନେ ଆପଣଙ୍କୁ ମୁଁ ଯାହା ଦେଖୁଛି ମାନେ ଖରା ବର୍ଷା ଶୀତ କାକର ଶରୀରଟାକୁ ଏମିତି କରିକି ରଖିଛନ୍ତି ଯେ ସବୁ ସମୟ ଖରାଟା ଆପଣଙ୍କୁ ଖରା ନୁହେଁ ଶୀତଟା ଶୀତ ନୁହେଁ ବର୍ଷାଟା ବର୍ଷା ଲାଗୁନି ସେଇଟାକୁ କେମିତି କରିପାରୁଛନ୍ତି? ତାକୁ କୁହନ୍ତି ତ୍ରିତାପ। ହଁ ତାପ କହିଲେ 3 ପ୍ରକାରର ଗୋଟେ ଆଧ୍ୟାତ୍ମିକ ଆଧିଭୌତିକ ଆଧିଦୈବିକ।
ହେଲା। ତାପ ହେଲା 3 ପ୍ରକାରର। ସେ ତାପ ଆଧ୍ୟାତ୍ମିକ ଆଜି ତୁ ଯୋଉ କହିଲୁ ସେଇଟା ଆଧି ଭୌତିକ ତାପ, ଖରା ବର୍ଷା ଶୀତ ଲାଗିବନି। ତୋର ସେଇଟା କଣ ଦରକାର? ସେଇଟା ହେଲେ ତ ଯାଇକି ଆମେ ସାଧନା ନା କରିପାରିବା ନା। ସେଇଟା ସାଧନା କରିବୁ କି ନ କରିବୁ ପ୍ରଥମ ସେ କଥା ଛାଡେ, ଆଗେ ସେଇଟା ପର କଥା। ଆଗେ ମନଟା ସ୍ଥିର ହଉ। ଆଜ୍ଞା। ମନ ତୁ ଆଗେ ପ୍ରଥମ ଶୀତ ଶ୍ରେଣୀରେ ଲାଗୁଛି, ଏଟା ବେଳକୁ ଶୀତ ଲାଗୁଛି, ସେଟା ବେଳେ ଗରମ ଲାଗୁଛି, ସେଟା ବେଳେ ଭଲ ସିଏ ଲାଗୁଛି। ସେଟା ଶୁଣୁ, ତୋର ଗୋଟେ କଥା ହଉଛି ସିଏ ଶରୀର ଅଛି ସିଏ ଲାଗିବ। ମନ ତାକୁ ଶୀତଟାକୁ ଅନୁଭବ କରୁଛି ନା କିଏ କରୁଛି? ସେଇଟା ତ ଶୁଣୁ ଶରୀରକୁ କଷ୍ଟ ଶୁଣୁ କରୁଛି। ଶୀତ ଉଷ୍ଣ ଖରା ବର୍ଷା ଏଗୁଡାକ ସବୁ ମନ ମନନ କରୁଛି। ଆଜ୍ଞା ତମ ଆଜ୍ଞା ଶରୀର ଭିତରେ ସ୍ନାୟୁ ଗୁଚ୍ଛ ଗୁଡିକ ଅଛନ୍ତି, ସେମାନେ ସବୁ ଶୀତ ଉଷ୍ଣ ଅନୁଭବ କରୁଛନ୍ତି, ହେଲା କି? ଆଜ୍ଞା 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 ତେଣୁ ଡାକ୍ତର ଯଦି ଗୋଟେ ଇଞ୍ଜେକ୍ସନ ଦେଇଦେଇକି ତମ ସ୍ନାୟୁକୁ ନର୍ମାଲ କରିଦବ, ଦେଖିବୁ ତ ଗୋଡ ଥାଇକି ମଧ୍ୟ ତୋ ଗୋଡକୁ ଚିମୁଟି ଦେଲେ କାଟିବନି। କଣ ବୁଝିପାରୁଛି? ସେଗୁଡାକ ହଁ ସବୁ ଶରୀରର କଥା। ମନଟାକୁ ଯଦି ଶରୀରରୁ ତମେ କାଢିକିରି ଗୁରୁ ନାମରେ ବିନିଯୋଗ କରିଦବ, ଦିନ ଆସିବ ମନ ଯେତେବେଳେ ଏକାଗ୍ର ହେଇଥିବ, ତମକୁ ଯିଏ ଯାହା କହିବ ସେଗୁଡା ସବୁ ତମକୁ ମାଲୁମ ହବନି। ସେ ଦୟାନିଧି ପରମ ଦେବ କାଲକାଟାରେ ଥରେ ବସିଛନ୍ତି, ବସିକି ସେ ଧ୍ୟାନ କରୁଛନ୍ତି। ଜଣେ ପଠାଣ ଆସିକି କହିଲା, ଆରେ ଏଇ କଣ ଶାଳା ଓଡିଆ ଧ୍ୟାନ କରୁଛି, କି ଧ୍ୟାନ କରୁଛି? ସିଏ କଣ କଲା ନା, ଗୋଟେ କୋଇଲା ପୁରା ଜଳନ୍ତା କୋଇଲା ଆଣିକି ତାଙ୍କ ଗୋଡ ଧିହରେ ଥୋଇଦେଲା। ସାଙ୍ଗେ ସାଙ୍ଗେ ଫୁଟୁକା ହେଇଗଲା। ତାଙ୍କୁ କିନ୍ତୁ ମାଲୁମ ନାହିଁ, ସେ ତ ବସିଛନ୍ତି ନା ଧ୍ୟାନରେ। ସେଠୁ ଲୋକ ଆଜ୍ଞା ତାକୁ କଣ କଲେ ନା, ତାକୁ କାଢିଦେଲେ। କାଢିଦେଇକି ତାକୁ ଗାଳି ଗୁଲଜ କଲେ। ଯେତେବେଳେ ତାଙ୍କର ଧ୍ୟାନ ଫେରିଲା ପରେ ଗୋଡ ଜଳା ପୋଡା ହେଲା ନା, ତାକୁ ଅନୁଭବ ହେଲା। ଯେତେବେଳେ ଗୁରୁଙ୍କୁ ଜଳାପୋଡା ଅନୁଭବ ହେଲା, ତା ଟୋଟାଲ ଶରୀରଟା ଜଳାପୋଡା ହେଲା। ଆଜ୍ଞା ମରିଗଲି ଗଡି ଗଡିକି ଆସିକି ସେଠି ପହଞ୍ଚିଲା। ତା ମାନେ କଣ? ତୁ ଯୋଉ କର୍ମଟି କଲୁ ସେ କର୍ମର ପ୍ରତିଫଳନ ସଦ୍ଗୁରୁଙ୍କ ଠାରୁ ତୋ ଦେହକୁ ସଞ୍ଚାରିତ ହେଲା, ତୋ ଦେହ ଜଳାପୋଡା କଲା। କିନ୍ତୁ ସିଏ ଧ୍ୟାନରେ ବସିଛନ୍ତି, ତାଙ୍କୁ ମାଲୁମ ନାହିଁ। ଠିକ ତୁ ଆଜ୍ଞା ସେଇ କଥା କହୁଛୁ ଯେ ଯେତେବେଳେ ମନଟା ପୁରା ଏକାଗ୍ର ହେଇଯିବ, ସେତେବେଳେ ତୋ ଶରୀରରେ କୋଉଠି କଣ କରୁଛୁ ତୋତେ ମୋଟେ ମାଲୁମ ହବନି। ଆଜ୍ଞା ଆଜ୍ଞା। ତୁ ଆଗେ କର୍ମ କରିଚାଲ, ଆସନ ସିଦ୍ଧି କର। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି। ତୁ ଆଗେ ଆସନ ସିଦ୍ଧି କର। ଆସନ ପ୍ରାଣାୟାମ ଦିଟା ଏକା ସାଙ୍ଗରେ ତତେ ସିଦ୍ଧି କରିବାକୁ ପଡିବ। କରିଦେଲେ ସେଗୁଡା ସବୁ ହେଇଯିବ। କରିବୁ ହବ ଆଉ କଣ। ଆଉ ଏଇଟା ଟିକେ କୁହନ୍ତୁ, ଏଇ କ୍ରୋଧ ଟା କେମିତି ଶାନ୍ତ କରିବା? ମନ ଥିର ହେଲେ ସବୁ ହେଇଯିବ। ଆଗ ତାହେଲେ ମନକୁ ଆୟତ୍ତ କରିବାକୁ ପ୍ରଥମେ ପଡିବ। ମନକୁ ଆୟତ କରିବା ପାଇଁ ପଡିବ। ମନ ଆୟତ କଲେ ସେ କ୍ରୋଧ ଅମୁକ ଧମକ ସେଗୁଡା ସବୁ ବଳେ ବଳେ ସ୍ଥିର ହେଇଯିବ। ତାହେଲେ ମାନେ ଯୋଉ ଆଧ୍ୟାତ୍ମିକ ଭିତରେ ପଶିବାକୁ ପ୍ରଥମ ମାର୍ଗ ହେଲା ମନକୁ ସ୍ଥିର କରିବା। ପ୍ରଥମ ଶ୍ରେଣୀ ପାଠ ହେଲା ମନ ଥିର। ମନ ଥିର ହେଇକି ତା ଭିତରେ କଣ କରିବୁ ନା, ଧୀରେ ଧୀରେ ଗତି କରିବୁ, ସବୁ କଥା ହବ ଜାଣିବୁ। ଯେତେବେଳେ ତୁ ଯେତେ ଉନ୍ନତି କରିବୁ, ଗୁରୁ ତୋ ପାଖରେ ରହିଥିବେ, ସିଏ ସବୁ ଧୀରେ ଧୀରେ ତ ସବୁ ବତେଇ ଦେବେ। ଅସୁବିଧା କିଛି ନାହିଁ, ଚାଲିବ କାମ ଆଉ କଣ। ବାବା ଆଉ ଗୋଟେ କଥା କୁହନ୍ତୁ, ଆମେ ଯୋଉ କହନ୍ତି ସେ ନର୍କ ତାକୁ ମାନେ ପାପ କରିଥିଲା ନର୍କ ଯନ୍ତ୍ରଣା ଭୋଗୁଛି। ଏଇ ଯୋଉ ପାପ କର୍ମଟା, ସେଇ ଯନ୍ତ୍ରଣା ଟା ଶରୀର ଭୋଗେ ନା ମନ ଭୋଗେ ନା ଆତ୍ମା ଭୋଗେ? ନାଇଁ ସବୁ ଶରୀର ଭୋଗେ। ଗୋଟେ କଥା ଦେଖେ, ତୁ ତୋ ଛୁରୀରେ ତ ହାତଟାକୁ କାଟିଦେଲୁ, ଆଜ୍ଞା। ହେଲା। ହାତଟା କାଟିଲେ ଶରୀର ଟା କଣ ହେଲା? ଖଣ୍ଡିଆ ହେଲା ନା ନାଇଁ? ଶରୀର କଷ୍ଟ ପାଉଛି। ହଁ ଶରୀର ଖଣ୍ଡିଆ ହେଲା, ମନ କଷ୍ଟ ପାଇଲା। ଆଜ୍ଞା। ତେଣୁ ଏଇ ମନ ସୁଖ ଦୁଃଖ ପାପ ପୁଣ୍ୟ ସବୁ ମନ ହିଁ ଭୋଗ କରେ। ବୁଝିପାରୁଛୁ ନା? ମନ ଯଦି ଆଜ୍ଞା ସ୍ଥିର ହେଇଯିବ ଆଉ କିଛି ହବନି। ମନ ଏ ଦେହରେ ରଜା। ମନ ସବୁ କରୁଛି। ମନ ଦେହର ସବୁ ଅଙ୍ଗ ପ୍ରତ୍ୟେକ ମନ ହିଁ ଚାଳନା କରୁଛି। ମନ ଯଦି ସ୍ଥିର ହେଇଯିବ, ତୋର ସବୁ ଗୁଡାକ ଆୟତ ହେଇଯିବ। ଏଇ ମନ ଟା ଯେତେବେଳେ ମୁକ୍ତି ହେଇଯାଏ, ମନ ସେ ମୁକ୍ତି କଣ? ମନ ମୁକ୍ତି ହୁଏ ନା। ମନ ସ୍ଥିର ହେଇଗଲେ ମୁକ୍ତି ବଳେ ବେଳେ ମିଳିଯାଏ ତମକୁ। ସେ ମୁକ୍ତି ଟା କାହାର ହୁଏ, ମୁଁ ସେଇଟା ପଚାରୁଛି? ମୁକ୍ତି ଟା ସେଇ ମନର। ମନ ମୁକ୍ତି ବନ୍ଧନର କାରଣ ହଉଛି ମନ। ସେଇ ମନ ଯେତେବେଳେ ମୁକ୍ତି ହେଇଯାଏ, ସେ ଯାଏ କୋଉଠି? କୋଉଠି ଯାଏ? ପରମାତ୍ମା କୁ। କହୁଛି ମନ ଏବଂ ମନୁଷ୍ୟ ଆଣାଂ କାରଣ ବଦ। ମନ ବୋଲି ଗୋଟେ ଜିନିଷ କିଛି ନାହିଁ। ମନ ଯିବ କଣ? ମନର ପା କିଛି ଗୋଟେ ଅସ୍ତିତ୍ବ ନାହିଁ। ମନ ଖାଲି ଗୋଟେ ଢେଉ। ବୁଝିଲେ? ଆତ୍ମାର ଢେଉ ହଉଛି ମନ। ପବନର ଚଞ୍ଚଳ ଅବସ୍ଥାଟାକୁ ମନ ବୋଲି କୁହାଯାଏ। ତାହେଲେ ମୁକ୍ତି କାହାର ହୁଏ?
ପବନର ଚଞ୍ଚଳାବସ୍ଥାଟାକୁ ମନ ବୋଲି କୁହାଯାଏ। ଏ ଯେ କୁହନ୍ତି ସେ ମୁକ୍ତି ପାଇଗଲା ପରମାତ୍ମାଙ୍କ ସହିତ ଲୀନ ହେଇଗଲା, ତାହେଲେ କାହାର ମୁକ୍ତି? ମୁକ୍ତି ପାଇଗଲା ପା ତୁ ବୁଝିପାରିଲୁ? ମୁକ୍ତି ପାଇଗଲା ତୋ ଝମିଲାରୁ ତୁ ନିଜେ ମୁକ୍ତି ପାଇଯିବୁ। ମୁଁ ଗୋଟେ ବୁଝେଇ ଦଉଛି। ତୁ ଗୋଟେ ବସ୍ତାଟେ ମୁଣ୍ଡେଇକି ଯାଉଛୁ ହେଲା, ତାକୁ ଯେତେବେଳେ ଫୋପାଡ଼ି ଦେବୁ ମୁକ୍ତି ହେଇଗଲୁ ନାଇଁ ନା? ମନ ସେମିତି କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା, ଛୁଇଁବା ବିଭିନ୍ନ ପ୍ରକାରର କାର୍ଯ୍ୟ ଦେହ ଭିତରେ ମାତିକି ସେ କଣ କଲା ବାନ୍ଧି ହେଇକି ରହିଛି। ସେଇ କାର୍ଯ୍ୟରୁ ଯେତେବେଳେ ମନ ନିବୃତ୍ତି ହେଇଯିବ ମୁକ୍ତି, ଏହାକୁ ମୁକ୍ତି କୁହାଯାଏ। ମନ ବୋଲି ଗୋଟେ କିଛି ନାହିଁ। ମନ ଯେତେବେଳେ ତମ କାର୍ଯ୍ୟରୁ ମୁକ୍ତି ହେଇଯାଏ, ପ୍ରତ୍ୟେକ କାର୍ଯ୍ୟରୁ ଦୂରେଇ ଯାଏ, ସେତେବେଳେ ଆତ୍ମାର ମୁଖ୍ୟ ଘଟେ। ମୁଖ୍ୟ ଆତ୍ମାର। ହଁ, ମୁଁ ତ ମୂଳରୁ କହିଛି ଆତ୍ମା କିଏ କି? ମନର ସୂକ୍ଷ୍ମ ଅବସ୍ଥାଟାକୁ ଆତ୍ମା କୁହାଯାଏ। କଣ ବୁଝିପାରିଲ? ସେଇଟା ଯୋଉ ମୁକ୍ତି ହେଇଯାଆନ୍ତି କୁହନ୍ତି ପରମାତ୍ମା ଧରି ପାରିବୁନି। ବର୍ତ୍ତମାନ ଏତେ ତୋ ମାଇଣ୍ଡ ଏତେ ମେଚ୍ୟୁରିଟି ହେଇନାହିଁ। ତୁ ଯାହା ପ୍ରଶ୍ନ ପଚାରୁ ସେ ପ୍ରଶ୍ନର ଉତ୍ତର ତୁ ଧରି ପାରିବୁନି। ବର୍ତ୍ତମାନ ତୋର ସେ ଟାଇମ ହେଇନାହିଁ। ତୁ କିଛି ଦିନ ସାଧନ ଭଜନ କର, ଗୀତା ଭାଗବତ ପଢ, ତାପରେ ଯାଇକି ତୁ ସେ କଥାଟାକୁ ବୁଝିପାରିବୁ। ସେ ବୁଝିବା ପାଇଁ ଏବେ ତୋର ଟାଇମ ହେଇନାହିଁ। ଆଜ୍ଞା ଆଜ୍ଞା। ତାହେଲେ ମୁଁ ଏନେ କଣ କରିବି? ମୁଁ ତୁ କରିବୁ ଗୁରୁ କରିକିରି ନାମ ସ୍ମରଣ କରିବୁ। କଣ କରିବୁ ଆଉ?